ପିଲାମାନେ ତୁମେ କହିଲ ଦେଖି ଇଏ କେଉଁ ଚିତ୍ର? ନା ଇଏ ହେଉଛି ଜେବ୍ରା ଚିତ୍ର। ତ ଜେବ୍ରା ରଙ୍ଗ କେଉଁ ଭଳିଆ? ନା ଜେବ୍ରା ରଙ୍ଗ ଧଳା ଆଉ କଳା କଳା ଦାଗ ପଡ଼ିଛି। ତୁମେ କହିପାରିବ ପିଲାମାନେ ଇଏ କଳା ଦାଗ କାହିଁକି ପଡ଼ିଛି? ତ ଆଜି ଯଦି ଗପ ତୁମେ ଶୁଣିବ ତାହେଲେ ଜାଣିପାରିବ ଯେ ଜେବ୍ରା ଦେହରେ କାହିଁକି କଳା ଦାଗ ପଡ଼ିଛି। ତ ଜେବ୍ରା ଦେହରେ ଗାର କାହିଁକି? ଅନେକ ଦିନ ତଳର କଥା, ସେତେବେଳେ ଜେବ୍ରାମାନଙ୍କ ଦେହରେ କଳା ଗାର ନଥିଲା। ସେମାନଙ୍କ ଦେହ ଧଳା ଓ ଚିକ୍ଚିକ୍ କରୁଥିଲା, ବହୁତ ସୁନ୍ଦର ଦେଖାଯାଉଥିଲା। ବଣରେ ରହୁଥିବା ଗୋଟିଏ ଜେବ୍ରାର ଥରେ ଗାଁ ଦେଖିବାକୁ ଭାରି ମନ ହେଲା। ତେଣୁ ସେ ଗାଁ ପାଖକୁ ଆସିଲା। ଗୋଟିଏ ଘୋଡ଼ା ଜେବ୍ରାକୁ ଦେଖିଲା। ସେ ତାକୁ ଗାଁ ଭିତରକୁ ଯିବାକୁ ମନା କଲା। ଘୋଡ଼ା କହିଲା, ମଣିଷମାନେ ତୋ ଭଳି ସୁନ୍ଦର ଜୀବକୁ ଦେଖିଲେ ବାନ୍ଧି ରଖିଦେବେ, ବଣକୁ ଛାଡ଼ିବେ ନାହିଁ। ଜେବ୍ରା ଭାବିଲା ସେ ଦିନରେ ଗାଁକୁ ଯିବନି, ରାତି ହେଲେ ଯିବ। ରାତି ହେବାରୁ ଜେବ୍ରା ବୁଲି ବାହାରିଲା ଗାଁକୁ। ଗାଁ ତାକୁ ବହୁତ ଭଲ ଲାଗିଲା। ସେ ଭାରି ଖୁସି ହେଲା। ଏମିତି ଗାଁ ବୁଲୁ ବୁଲୁ ସକାଳ ହୋଇଗଲା। ଲୋକମାନେ ଉଠି ପଡ଼ିଲେ। ଜେବ୍ରାକୁ ଦେଖି ତାଙ୍କୁ ଧରିବାକୁ ଗୋଡ଼ାଇଲେ। ସେ ବିଚରା ପ୍ରାଣ ବିକଳରେ ଧାଇଁଲା। ଲୋକମାନେ ତା ପଛରେ ଗୋଡ଼ାଉଥାନ୍ତି। କିଛି ଦୂର ଦୌଡ଼ିଲା ପରେ ଜେବ୍ରା ଦେଖିଲା ଗୋଟିଏ ଘର ଆଗରେ କିଛି କଳା ରଙ୍ଗ ପଡ଼ିଛି। ସେ ଲୋକଙ୍କ ହାବୁଡ଼ରୁ ରକ୍ଷା ପାଇବା ପାଇଁ ମନ ସ୍ଥିର କଲା। ଲାଙ୍ଗୁଡ଼ରେ କଳା ରଙ୍ଗ ଆଣି ନିଜ ଦେହରେ ପଟାପଟ ଗାର କରିଦେଲା। ଲୋକମାନେ ଆଉ ତାକୁ ଚିହ୍ନି ପାରିଲେ ନାହିଁ। ତାକୁ ଛାଡ଼ି ଦେଇ ପଳାଇଲେ। ଜେବ୍ରା ବଣକୁ ଗଲା। ତା ସାଥୀମାନଙ୍କୁ ସବୁ କଥା କହିଲା। ମଣିଷଠାରୁ କିପରି ରକ୍ଷା ପାଇବାର ଉପାୟ ମଧ୍ୟ ତାକୁ କହିଲା। ସବୁ ଜେବ୍ରାମାନେ ନିଜ ନିଜ ଦେହରେ କଳା ଗାର କରିଦେଲେ। ସେହିଦିନ ଠାରୁ ସବୁ ଜେବ୍ରାଙ୍କ ଦେହରେ କଳା ଦାଗ ରହିଛି। ତ ପିଲାମାନେ ବୁଝିପାରିଲେ ନା ବୁଝିପାରିଲେନି କାହିଁକି ଜେବ୍ରା ଦେହରେ କଳା ରଙ୍ଗ ପଡ଼ିଲା? ସେ ତାର ବହୁତ ଇଚ୍ଛା ହେଲା କ'ଣ ହେବ ନା ଗୋଟେ ଗାଁକୁ ଯିବ ବୁଲିବା ପାଇଁ। ସେଠୁ ଗାଁକୁ ବୁଲୁ ବୁଲୁ ସେଠୁ ଦିନରେ ତ ଗଲେ ତାକୁ ଲୋକ ଧରିଦେବେ, କାହିଁକିନା ଚିକ୍ ଚିକ୍ ପୁରା ଧଳା ବହୁତ ସୁନ୍ଦର ଦେଖାଯାଉଛି। ତ ସେ ସେଠୁ କହିଲା ମୁଁ ଦିନରେ ଯିବିନି, ରାତିରେ ଯିବି। ଯେତେବେଳେ ରାତିରେ ଯାଇଛି ଗାଁ ତାକୁ ବହୁତ ଭଲ ଲାଗିଲା। ଗଲା ବୁଲୁଛି ବୁଲୁଛି ବୁଲୁଛି। ସେଠୁ ଏମିତି ବୁଲୁ ବୁଲୁ ସକାଳ ହେଇଗଲା। ଲୋକମାନେ ସବୁ ଉଠି ପଡ଼ିଲେ। ଲୋକ ତ ଦେଖିଲେ ଏତେ ବଡ଼ ଗୋଟେ ସୁନ୍ଦର ଜୀବଟି ଗୋଟେ ଆସିଛି ଗାଁ ଭିତରକୁ, ତାକୁ ଗୋଡ଼ିରେ ଧରିବା ପାଇଁ। କିନ୍ତୁ ଜେବ୍ରା ସେଠୁ ଯାଇ ଗୋଟେ ଜାଗାରେ ଲୁଚି ପଡ଼ିଲା। ଦେଖିଲା ଗୋଟେ ଘର ଆଗରେ କଳା ଦାଗ, କଳା ରଙ୍ଗଟିଏ ପଡ଼ିଛି। ସେଠୁ ବଞ୍ଚିବା ପାଇଁ କ'ଣ କଲା, ନିଜ ଦେହରେ ପଟାପଟ କ'ଣ କଲା, କଳା ଦାଗ ବୋଳିଦେଲା। ସେଠୁ ଲୋକମାନେ ତାକୁ ଚିହ୍ନି ପାରିଲେନି, ଛାଡ଼ିକି ପଳେଇଲେ। ତ ଜେବ୍ରା କ'ଣ ହେଲା ନା ଯେତେବେଳେ ଖସିକିରି ବଣ ଭିତରକୁ ପଳେଇଗଲା, ସେଠୁ ତା ସାଙ୍ଗସାଥି ମାନଙ୍କ ଭିତରେ ଆଲୋଚନା କରିଦେଲା ଯେ ମଣିଷମାନେ ହେଉଛନ୍ତି ବହୁତ ସ୍ୱାର୍ଥପର, ଜୀବମାନଙ୍କୁ ସବୁ ଧରିକି ରଖିଦିଅନ୍ତି। ତୁମେ ମଣିଷକୁ ଠାରୁ ବଞ୍ଚିବାକୁ ହେଲେ ତୁମକୁ କଳା ଦାଗ ତୁମ ଦେହରେ ସବୁ ବୋଳିଦିଅ। ସେବେଠାରୁ ଜେବ୍ରାଙ୍କ ଦେହରେ କଳା ଦାଗ ପଡ଼ିଛି। ବୁଝିପାରିଲେ ନା ବୁଝିପାରିଲେନି ପିଲାମାନେ?